ଶୁଣନ୍ତୁ, ମୋର ଆଉ ଗୋଟିଏ ନୂଆ ଗଳ୍ପ, ଆରେଞ୍ଜ ମ୍ୟାରେଜ ବଡ଼ ସମସ୍ୟା। ମଧୁବାବୁ ଓ ତାଙ୍କ ପତ୍ନୀ କଥା ହେଉଥିଲେ। ମଧୁବାବୁ କହିଲେ, ବୁଝିଲ ସୀମା, ତୁମ ପୁଅ ପ୍ରତାପ ପାଇଁ ଆଉ କନ୍ୟା ମିଳିବ ନାହିଁ। କେତେ ଆଉ ମଧ୍ୟସ୍ଥଙ୍କୁ ଟଙ୍କା ଗଣିବି? 30-40 ହଜାର ଟଙ୍କା ଖାଲି ଝିଅ ଖୋଜିବା ପ୍ରୋସେସରେ ସରିଗଲାଣି। ଟଙ୍କା ଯାହା ଗଲା ଗଲା, କେଉଁଠି ହେଲେ ଗୋଟିଏ କନ୍ୟା ମିଳିଯାଇଥାନ୍ତା, ତେବେ ମନ ଖରାପ ହୁଅନ୍ତା ନାହିଁ। ଉପରେ ତଥାକଥିତ ଜ୍ୟୋତିଷ ମାନଙ୍କ ପାଖକୁ ଦୌଡ଼ି ଦୌଡ଼ି ବି 2-4 ହଳ ଚପଲ ଛିଣ୍ଡିଗଲାଣି। ପୁଣି ଦଶା ମାରକ ଦେଖେଇ ପୂଜା ପାଠ ଉପାସ ଭୋକରେ ଅଧା ଦିନ ଗଲାଣି, ତଥାପି ହେଲାନି। ଯାହା ଲାଗୁଛି ପୁଅ ଆମର ଏମିତି ରହିଯିବ, ଆଉ ବାହା ହେଇପାରିବନି। ପତି ପତ୍ନୀ ଦୁହେଁ ବସି ଟିଭି ଦେଖୁଥିଲେ ଆଉ କଥା ହେଉଥିଲେ। ରାତି 8ଟା ହେବ। ସେତିକି ବେଳେ ମଧ୍ୟସ୍ଥି ଫୋନ କରିଲା କି ମଧୁବାବୁ କାଲି ସକାଳୁ ରେଡି ହୋଇଥିବ, ଝିଅ ଦେଖିବାକୁ ଯିବା। ମଧ୍ୟସ୍ଥି ଠାରୁ ଏତିକି ଶୁଣିଦେଲା ପରେ ଏତେ ଖୁସି ହୋଇଗଲେ ଯେ ମଧୁବାବୁ ରାତିରେ ଆଉ ତାଙ୍କୁ ନିଦ ହେଲାନି। ଖଟକରେ ପଡ଼ି ଡମ ଡମ ଆଖିରେ ଛାତକୁ ଅନେଇଥାନ୍ତି। ଭାବୁଥାନ୍ତି କାଲି ସେ ଯେତେବେଳେ ଝିଅ ଦେଖିବାକୁ ଯିବେ, ଝିଅର ବାପାକୁ କିଛି କହିବେ ନାହିଁ। ସିଧା ଚା କପେ ପିଇ ଦେଇ ଝିଅ ହାତକୁ ମନ ମୁତାବକ ଟଙ୍କା ବଢ଼େଇ ଦେଇ ଝିଅର ବାପାକୁ କହିବେ, ମତେ ଝିଅ ପସନ୍ଦ, ତମେ କାଲି ଆମ ଘରକୁ ଆସ, ଯଦି ପୁଅ ପସନ୍ଦ ଆସିବ ତେବେ ସେଇଠି ସାଙ୍ଗେ ସାଙ୍ଗେ ନିର୍ବନ୍ଧ କରିଦେବା। ସ୍ୱୀକାର କରିବା ଆମର କିଛି ଦରକାର ନାହିଁ, ସିଧା ବାହାଘର କରିବା। ଖାଲି ବନ୍ଧୁବାନ୍ଧବଙ୍କୁ ଖବର ଦେବା ଲାଗି 8-15 ଦିନ ସମୟ ଦରକାର ତ, ଆଉ କଣ। ଯୌତୁକ ଦରକାର ନାହିଁ କି ଦାଣ୍ଡ ସୁନ୍ଦର ଜିନିଷ କରିବା କିଛି ଦରକାର ନାହିଁ, ବାସ୍ ବାହାଘରଟା ସରିଯାଉ। ଏମିତି ଭାବୁ ଭାବୁ 4:30 ବାଜିଗଲା। ଆଉ ଶୋଇପାରିଲେ ନାହିଁ। ଉଠି ଗାଧୁଆ କାମଟା ସାରିଦେଲେ। ବିଧିର ବିଡ଼ମ୍ବନା କଣ ଜାଣିଛନ୍ତି ନା? ଯେଉଁଦିନ କିଛି କାମ ନଥିବ କିମ୍ବା ତମର କିଛି ପରୀକ୍ଷା ଥିବ, ସେଦିନ ଚଟକିରି ସମୟ ପଳେଇବ। ଆଉ ଯେଉଁଦିନ ତମେ କାହାକୁ ଅପେକ୍ଷା କରିକି ବସିଥିବ, ସେଦିନ ସମୟ ବିତିବ ନାହିଁ। ଏପଟ ସେପଟ ହୋଇ ଗୋଡ଼ ବଥା କଲାଣି ମଧୁବାବୁଙ୍କର, କିନ୍ତୁ 8ଟା ବାଜୁନି। 8ଟା ବାଜିବାକୁ କିଛି ସମୟ ଅଛି, ସେତିକିବେଳେ ମଧ୍ୟସ୍ଥି ଫୋନ କରିଲା। ମନ ଆଙ୍କର ଖୁସିରେ ପାଗଳ ହେଇଗଲା। ଫୋନ କରି ମଧ୍ୟସ୍ଥି କହିଲା, ମଧୁବାବୁ ଯିବା କ୍ୟାନସେଲ କରିଦିଅ, ସେ ଝିଅ କାଲି ରାତିରେ କାହା ସହ ପଳେଇଛି। ହେ ରାମ, ଅନିଦ୍ରା ରଖିଲ, ପୁଣି କିଛି ଫଳ ବି ଦେଲନି। ତାଙ୍କ ସାଙ୍ଗ ପାଖକୁ ମଧୁବାବୁ ଫୋନ କରିଥିଲେ। ମଧୁବାବୁ ତାଙ୍କ ସହିତ କଥା ହେଉଥିଲେ। କଥା ଛଳରେ ତାଙ୍କୁ ତାଙ୍କ ଝିଅ କଥା ପଚାରିଦେଲେ। ପ୍ରକୃତରେ ମଧୁବାବୁ ଚାହୁଁଥିଲେ ଝିଅ ବିଷୟରେ ଆଲୋଚନା ହେଲେ ଯଦି କଥା ବଢି ବଢି ଆଗକୁ ବାହାଘର ପର୍ଯ୍ୟନ୍ତ ଚାଲିଯାଏ, ତେବେ ପ୍ରତାପ କଥା ପକେଇବେ। କିନ୍ତୁ ବନ୍ଧୁ ଜଣକ ଝିଅ କଥା ଶୁଣୁ ଶୁଣୁ ହସି ହସି କହିଲେ, ତତେ ଆଉ କଣ ଲୁଚେଇବି କହୁନୁ? ଝିଅ ଚାକିରି ଯେଉଁଠି କରିଛି, ସେଇଠି ତା ମ୍ୟାନେଜରକୁ ଭଲ ପାଉଛି। ସେ ବି ଭଲ ହୋଇଛି, ନହେଲେ ମୁଁ କେଉଁଠି କେତେ ଖୋଜିଥାନ୍ତି କହୁନୁ? ଆଜିକାଲି କିଏ ଫାଙ୍କା ଅଛି ଯେ ଖୋଜିବି? ସମସ୍ତେ ତ କମିଟେଡ୍। ନବମୃତ ଏମାନଙ୍କର ସିରିୟସ୍ ଲଭ୍। 10ମ ପରୀକ୍ଷା ସରିଲା ତ ସିଆଡୁ ସିଆଡୁ ଫେରାର। ଝିଅ ଖାଆନ୍ତି ନା ପୁଅ ଖାଆନ୍ତି? ଝିଅ ଅଛନ୍ତି, ସମସ୍ତେ ନହେଲେ ବି ପ୍ରାୟତଃ ବ୍ୟବହୃତ। ସେ କଥା ଛାଡ, ତୁ କହ ତୋର କଣ ଖବର? ମଧୁବାବୁ ମୁଣ୍ଡ ଝାଇଁ ଝାଇଁ କରିଦେଲା। ତାଙ୍କ ପୁଅ ହେଲେ କାହାକୁ ଭଲ ପାଇଥାନ୍ତା, ଏତେ ଦହଗଞ୍ଜ ତାଙ୍କୁ ହେବାକୁ ପଡିନଥାନ୍ତା। ସାଙ୍ଗକୁ ଆଉ କଣ କହିବେ? କହିଲେ, ହଉ ତୁ ଫୋନ ରଖ, ତ ଭାଉଜ କାହିଁକି ଡାକୁଛି, ମୁଁ ଟିକେ ଶୁଣି ଆସେ। ଏତିକି କହି ଫୋନ ରଖିଦେଲେ। କି ଯୁଗ ହେଲା, ବାହାଘରଟା ଖୋଜିବା ବି ଏତେ ମୁସ୍କିଲ। ମତେ ତ ଲାଗୁଛି ପ୍ରତାପ ଆଉ ବାହା ହୋଇପାରିବ ନାହିଁ। ମଧୁବାବୁ ମୁଣ୍ଡରେ ହାତ ଦେଇ ବସିଗଲେ। କିଛି ସମୟ ପରେ ତାଙ୍କର ମନେ ପଡିଲା ଯେ ସେ ମହାପାତ୍ର ମଧ୍ୟସ୍ଥି ଟଙ୍କା 2000 ନେଇ ଯାଇଛି ଯେ ଯାଇଛି, ଗୋଟିଏ ବି ପ୍ରସ୍ତାବ ଆଣିନି। କାଳେ ତା ହାତରେ କିଛି ପ୍ରସ୍ତାବ ଥିବ, ତେଣୁ ତାକୁ ଫୋନ ଲଗେଇଲେ। କେତେ ରିଙ୍ଗ ପରେ ସେ ଫୋନ ଉଠାଇଲା ଆଉ କହିଲା, ହଁ ମଧୁବାବୁ, ମୁଁ ତ ଆପଣଙ୍କ ପାଖକୁ କାଲି ସକାଳେ ଯାଇଥାନ୍ତି। ଆଉ ବୁଝିଲେ ମଧୁବାବୁ, ମୁଁ ଏତେ ଜାତକ ଦେଖିଛି, ଆପଣଙ୍କ ପୁଅ ପରି ଛେଚା ରାଶି କେଉଁଠି ଦେଖିନି। ଆପଣଙ୍କ ପୁଅର ଗୋଟିଏ ପ୍ରସ୍ତାବ ପାଇଁ ମୁଁ 50 ଜାଗା ବୁଲିଲିଣି। ହତେ ଛାଡ, ମୁଁ କାଲି ଯିବି, ଆପଣଙ୍କ ଟଙ୍କା ଫେରେଇ ଦେଇ ଆସିବି। ଆପଣ କାହିଁକି ଭାବିବେ ଯେ ଟଙ୍କା ନେଲା, ଝିଅ ଦେଖେଇଲା ନାହିଁ ବୋଲି। ମଧୁବାବୁ ଫୋନ କାଟି ବସିଗଲେ। ମଧୁବାବୁ କହିଲେ, ବୁଝିଲ ସୀମା, ତମ ପୁଅର ରାଶିକୁ ସବୁ ଗ୍ରହ ମିଶି ଛେଚି ଦେଇଛନ୍ତି, ତେଣୁ ତାକୁ ଝିଅ ମିଳୁନାହାନ୍ତି। ତମେ ବୋହୂ ହାତ ରନ୍ଧା ଖାଇବା ଭୁଲିଯା। ସୀମା କହିଲେ, ତମେ ବ୍ୟସ୍ତ ହୁଅନି, ମୁଁ ମୋ ସାଙ୍ଗକୁ କହିଥିଲି, ସେ କାଲି ଗୋଟିଏ ଡିଜିଟାଲ ମଧ୍ୟସ୍ଥି ପଠେଇବ କହିଛି। ସେ ମଧ୍ୟସ୍ଥିର ସକ୍ସେସ୍ ହାର 100%। ତମେ ବସ, ଦେଖିବ ସେ ସବୁ ଠିକ କରିଦବ। ମଧୁବାବୁ ସୀମା ମୁହଁକୁ ଚାହିଁଲେ।
କହିଲେ ସୀମା ଆହୁରି ମଧ୍ୟସ୍ଥି। ରହୁଛି। ଗପ ଭଲ ଲାଗୁଥିଲେ ଲାଇକ୍ ଓ ସବସ୍କ୍ରାଇବ ନିଶ୍ଚୟ କରିବେ। ଧନ୍ୟବାଦ।